ତର୍ଜମା କରି ଦେଖିବେ। ତାପରେ ଯେଉଁଟା ଆଉ ଆପଣଙ୍କର ଗୋଟିଏ ଅଛି କି ଆପଣଙ୍କର ଯେଉଁଟା ଆପଣମାନଙ୍କର ସେଟଲମେଣ୍ଟ ଇସ୍ୟୁ, ତେଣୁ ସେ ସେଟଲମେଣ୍ଟ ଇସ୍ୟୁ ମଧ୍ୟ ଯାହା ଆପଣମାନେ ସମସ୍ତେ ଜାଣିଛନ୍ତି କି ନୂଆ ଲେବର କୋଡ୍ ମଧ୍ୟ ୟା ଭିତରେ ଆସିଛି। ତେଣୁ ଏଇ ଯେଉଁ ଲେବର କୋଡ୍ ଏହି ପରିସ୍ଥିତି ଆପଣମାନଙ୍କୁ ଅନୁରୋଧ ରହିବ ପ୍ରଶାସନ ତରଫରୁ କି ବର୍ତ୍ତମାନ ଗୋଟେ ଜାତୀୟ ଜରୁରୀ ପରିସ୍ଥିତି। ଆପଣମାନେ ଜାଣିଛନ୍ତି ଆମେରିକା ଇରାନର ଯେଉଁ ପ୍ରକାର ପରିସ୍ଥିତି ଆସିଛି, ଆମର IOCL ପାଇଁ ଆମର କ୍ରୁଡ୍ ଅଏଲ୍ ଆସିପାରୁନି, ମଧ୍ୟ ଏସିଆ ରାଷ୍ଟ୍ର ସମୂହରୁ ଆସିପାରୁନି, ବର୍ତ୍ତମାନ ବିଭିନ୍ନ ଅସୁବିଧା ଦେଇଯାଉଛି। ତେଣୁ ଭାରତର ଯେହେତୁ ନାଗରିକ ହିସାବରେ ଆପଣମାନଙ୍କୁ ପ୍ରଶାସନ ତରଫରୁ ଅନୁରୋଧ ରହିବ, ଆପଣମାନେ ନିଜର ବ୍ୟକ୍ତିଗତ ସ୍ୱାର୍ଥର ଊର୍ଦ୍ଧ୍ୱରେ ଯାଇକି ଜାତୀୟ ସ୍ୱାର୍ଥକୁ ମଧ୍ୟ ଆପଣମାନେ ଟିକେ ଦେଖନ୍ତୁ। ସମସ୍ତଙ୍କ ପାଇଁ, ଆମର ଭାରତ ପାଇଁ, ଆମ ଦେଶ ପାଇଁ, ଦେଶର ସମସ୍ତ ନାଗରିକଙ୍କ ପାଇଁ ଆପଣମାନଙ୍କର କିଛି ମଧ୍ୟ ବଳିଦାନ ରହିବା ଦରକାର। ଯାହା ହଉ ଆପଣମାନଙ୍କର ଯାହା ଦାବି ଅଛି ତାକୁ କର୍ତ୍ତୃପକ୍ଷମାନେ ଆଜି ବିଚାର ଆଲୋଚନା କରିଛନ୍ତି ଆଉ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି କି ଜୁଲାଇ 31 ଭିତରେ ଏହି ସମସ୍ୟା ଗୁଡ଼ିକୁ ସମାଧାନ କରାଯାଏ। ଧନ୍ୟବାଦ।